ବର୍ତ୍ତମାନ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଆସିଲା ଆଉ ଏକ ବଡ଼ ଖବର। ବିଧାନସଭା ଅଧିବେଶନ ପୂର୍ବରୁ 8 ଦଫା ଦାବି ନେଇ ଲୋୟର ପିଏମ୍ଜିରେ ଅଙ୍ଗନବାଡ଼ି ଦିଦିମାନେ ଆନ୍ଦୋଳନ କରୁଛନ୍ତି। ତେବେ ଅଙ୍ଗନବାଡ଼ି କର୍ମୀମାନଙ୍କର ଗର୍ଜନ ଦେଖିବାକୁ ମିଳୁଛି, ଯାହାକି ସେମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯାଉ। 11 ଦଫା ଦାବି ନେଇ ବର୍ତ୍ତମାନ ସାମ୍ନାକୁ ଆସୁଛନ୍ତି। ରାଜରାସ୍ତାରେ ଗର୍ଜନ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ। ଅନେକ ଥର ସେମାନେ ରାଜରାସ୍ତାକୁ ଆସିଛନ୍ତି ସେମାନଙ୍କର ନ୍ୟାଯ୍ୟ ଦାବି ପାଇଁ, ସେମାନଙ୍କର ହକ୍ ପାଇଁ। ସରକାରୀ ମାନ୍ୟତା ଦିଆଯାଉ। ଯଦି ସରକାରୀ ମାନ୍ୟତା ଦିଆଯାଉ ନାହିଁ ତେବେ ସେମାନଙ୍କୁ 18,000 ଟଙ୍କା ଏବଂ କର୍ମୀମାନଙ୍କୁ 9,000 ଟଙ୍କା ପ୍ରଦାନ କରାଯାଉ ଏବଂ ରିଟାୟାରମେଣ୍ଟ ବେନିଫିଟ୍ କର୍ମୀଙ୍କୁ 10 ଲକ୍ଷ ଏବଂ ସହାୟିକାମାନଙ୍କୁ 5 ଲକ୍ଷ ଦିଆଯାଉ ବୋଲି ଦାବି କରୁଛନ୍ତି। ଏବେ ଅନଲାଇନ୍ରେ ସବୁ କାର୍ଯ୍ୟ ହେଉଛି। ସରକାରୀ ଯେଉଁ ଗୋଟିଏ ମୋବାଇଲ ଦେଇଛନ୍ତି ସେହି ମୋବାଇଲ କାମ କରୁନାହିଁ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅଙ୍ଗନବାଡ଼ି ଦିଦି କରୁଛନ୍ତି, ତେଣୁ ସେହି ହିସାବରେ ପାରିଶ୍ରମିକ ମିଳୁନାହିଁ। ତେବେ ସରକାରଙ୍କୁ ଅଙ୍ଗନବାଡ଼ି ଦିଦିମାନେ ଅନୁରୋଧ କରୁଛନ୍ତି, ସେମାନଙ୍କୁ ସରକାର ଭୁଆ ବୁଲାଉଛନ୍ତି। ତେବେ ବହୁତ ଜଲ୍ଦି ଅଙ୍ଗନବାଡ଼ି ଦିଦିମାନଙ୍କର ଆଶା ପୂରଣ ହେବ। ଆମର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଙ୍ଗନବାଡ଼ି ଦିଦିମାନଙ୍କର ସମସ୍ତ ଦାବି ପୂରଣ ଖୁବ୍ ଶୀଘ୍ର କରିବାକୁ ଯାଉଛନ୍ତି।